ଦେଓଗାଁରେ ବାହୁଡ଼ା ଯାତ୍ରା ପାଳିତ। ପ୍ରସିଦ୍ଧ ଶୈବପୀଠ କପିଳାସ ପାଦଦେଶରେ ଦେଓଗାଁଠାରେ ଆଜି ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଦେବଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରାତଃ ସମୟରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା। ମଙ୍ଗଳ ଆଳତି, ସକାଳ ଭୋଗରେ ଖେଚୁଡ଼ି ଭୋଗ ଲାଗି ହୋଇଥିଲା। ଏହାପରେ ମଧ୍ୟାହ୍ନ ସମୟରେ ଧୂପ ନୀତି ସମ୍ପନ୍ନ ପରେ ସେବକମାନଙ୍କ ଦ୍ୱାରା ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ କରାଇବା ସହିତ 2:45 ସେବକମାନଙ୍କ ଦ୍ୱାରା ଠାକୁରଙ୍କର ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାପରେ ଦିଲ୍ଲୀପ କୁମାର ନନ୍ଦଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ସମ୍ପାଦନ ହୋଇଥିଲା। 3:15 ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। 9 ଦିନ ଧରି ମାଉସୀ ମା ମନ୍ଦିରରେ ରହିଲା ପରେ ଆଜି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଓ ତାଙ୍କର ବଡ଼ ଭାଇ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ଭକ୍ତମାନଙ୍କ ଦ୍ୱାରା ଘଣ୍ଟ, ମାଦଳ, ଖୋଳ, କୀର୍ତ୍ତନ ତଥା ହରିବୋଲ, ହୁଳହୁଳି ଓ ଆନନ୍ଦ ଉଲ୍ଲାସର ସହିତ ରଥକୁ ଟାଣି ନେଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମାଜିଷ୍ଟ୍ରେଟ ଭାବରେ ଗଅଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପବିତ୍ର କୁମାର ବେହେରା, ଗଅଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ସହିତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଆସନ୍ତାକାଲି ରଥରେ ଠାକୁରଙ୍କର ରୂପାବେଶ ଅନୁଷ୍ଠିତ ହେବ। ତତ୍ସହିତ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ ହେବା। ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଅନୁଷ୍ଠିତ ଉକ୍ତ ରଥଯାତ୍ରାକୁ ଦେବୋତ୍ତର ନିରୀକ୍ଷକ ବସନ୍ତ କୁମାର ରଥଙ୍କ ସମସ୍ତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସେହିପରି ଗଅଁଦିଆ ଗ୍ରାମରେ କୁନି କୁନି ପିଲାଙ୍କ ଦ୍ୱାରା ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ସାଆନ୍ଦା ପଶିପାଟଣା, ଝାରଦା, ମନ୍ଦାର ସହିତ ଅନେକ ସ୍ଥାନରେ ଠାକୁରଙ୍କର ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।